ଶାନ୍ତି। ଆଜି 20/3/2026 ସାକାର ମହାବାକ୍ୟ। ମଧୁର ସନ୍ତାନମାନେ ପୁଣ୍ୟ ଆତ୍ମା ହେବା ପାଇଁ ଏକମାତ୍ର ବାବାଙ୍କୁ ମନେ ପକାଅ। ଯୋଗ ବଳ ଦ୍ୱାରା ହିଁ ଆତ୍ମାରୁ ଖାଦ ବାହାରିଯିବ ଏବଂ ଆତ୍ମା ପବିତ୍ର ହୋଇଯିବ। ପ୍ରଶ୍ନ, କେଉଁ ସ୍ମୃତି ରହିଲେ କେବେ ହେଲେ କୌଣସି କଥାରେ ଝାଉଁଳି ପଡ଼ିବ ନାହିଁ? ଉତ୍ତର, ଡ୍ରାମାର ସ୍ମୃତି। ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ। ଏଥିରେ କିଛି ବି ନୂଆ ନୁହେଁ, ଅବିରତ ଭାବରେ ଆଗକୁ ବଢ଼ି ଚାଲିଛି। ଏହା ଅନାଦି ଡ୍ରାମା। ଏଥିରେ କୌଣସି କଥାରେ ଦ୍ୱନ୍ଦ୍ୱରେ ପଡ଼ିବାର ଦରକାର ନାହିଁ। କେତେକ ସନ୍ତାନ କହୁଛନ୍ତି, କିଏ ଜାଣେ ଏହା ଆମର ଅନ୍ତିମ 84 ଜନ୍ମ କି ନାହିଁ, ଏଇଭଳି ଭାବି ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ବାବା କହୁଛନ୍ତି, ଦ୍ୱନ୍ଦ୍ୱରେ ପଡ଼ ନାହିଁ, ମନୁଷ୍ୟରୁ ଦେବତା ହେବାର ପୁରୁଷାର୍ଥ କର। ଓମ୍ ଶାନ୍ତି। ପିଲାମାନଙ୍କୁ ଓମ୍ ଶାନ୍ତିର ଅର୍ଥ ତ ଜଣାଅଛି ଯେ ମୁଁ ଆତ୍ମା ଏବଂ ମୋ ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି। ମୁଁ ଆତ୍ମା ଶାନ୍ତ ସ୍ୱରୂପ ଶାନ୍ତିଧାମର ବାସିନ୍ଦା ଅଟେ। ଏହି ପାଠ ପକ୍କା କରିଚାଲ। ଏ କଥା କିଏ ବୁଝାଉଛନ୍ତି? ଶିବ ବାବା। ତାଙ୍କୁ ହିଁ ମନେ ପକାଇବାକୁ ହେବ। ତାଙ୍କର ନିଜର ରଥ ନାହିଁ, ସେଥିପାଇଁ ବୃଷଭକୁ ତାଙ୍କର ବାହନ ରୂପେ ଦେଖାଇଛନ୍ତି। ମନ୍ଦିରରେ ମଧ୍ୟ ବୃଷଭ ରଖିଦେଇଛନ୍ତି। ଏହାକୁ ପୂରା ଅଜ୍ଞାନ ବୋଲି କୁହାଯିବ। ବାବା ପିଲାମାନଙ୍କୁ ଅଥବା ଆତ୍ମାମାନଙ୍କୁ ବୁଝାଉଛନ୍ତି, ଇଏ ଆତ୍ମାମାନଙ୍କର ପିତା ଶିବ ଅଟନ୍ତି। ଏହାଙ୍କର ବହୁତ ନାମ ରହିଛି, କିନ୍ତୁ ବହୁତ ନାମ ଥିବା ଯୋଗୁଁ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ବାସ୍ତବରେ ଏହାଙ୍କ ନାମ ଶିବ। ଶିବ ଜୟନ୍ତୀ ମଧ୍ୟ ଭାରତରେ ପାଳନ କରାଯାଉଛି। ସେହି ନିରାକାର ବାବା ଅଟନ୍ତି। ଆସି ପତିତଙ୍କୁ ପାବନ କରାଉଛନ୍ତି। କେହି ଭାଗୀରଥ, କେହି ନନ୍ଦୀଗଣ କହିଦେଉଛନ୍ତି। ବାବା ହିଁ କହୁଛନ୍ତି ଯେ ମୁଁ କେଉଁ ଭାଗ୍ୟଶାଳୀ ରଥରେ ଆସୁଛି। ମୁଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛି। ବ୍ରହ୍ମାଙ୍କ ଦ୍ୱାରା ଭାରତକୁ ସ୍ୱର୍ଗ କରୁଛି। ତୁମେ ସବୁ ଭାରତବାସୀ ଜାଣିଛ ଯେ ଭାରତରେ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା। ତୁମେ ସବୁ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ, ସ୍ୱର୍ଗବାସୀ ଥିଲ। 5000 ବର୍ଷ ପୂର୍ବରୁ ମୁଁ ଆସି ତୁମ ସମସ୍ତଙ୍କୁ ସତୋପ୍ରଧାନ ସ୍ୱର୍ଗର ମାଲିକ କରିଥିଲି। ପୁଣି ନିଶ୍ଚୟ ତୁମକୁ ପୁନର୍ଜନ୍ମ ନେବାକୁ ପଡ଼ିବ। ବାବା କେତେ ସିଧାସଳଖ ଭାବରେ କହୁଛନ୍ତି। ଏବେ ଶିବ ଜୟନ୍ତୀ ପାଳନ କରୁଛ। ବାବାଙ୍କର ଅବତରଣ ହେବାରେ 90 ବର୍ଷ ହେଲାଣି। ତା ସହିତ ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ମଧ୍ୟ ଅବତରଣ ହୋଇଛି। ତ୍ରିମୂର୍ତ୍ତି ବ୍ରହ୍ମାଙ୍କ ଜୟନ୍ତୀ କେହି ଦର୍ଶାଉ ନାହାନ୍ତି। ଦେଖାଇବା ଜରୁରୀ, କାହିଁକି ନା ବାବା କହୁଛନ୍ତି ମୁଁ ପୁନର୍ବାର ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛି। ତୁମକୁ ବ୍ରାହ୍ମଣ ରୂପେ ଗଢ଼ୁଛି। ତେଣୁ ବ୍ରହ୍ମା ଓ ବ୍ରାହ୍ମଣ ବଂଶଙ୍କର ମଧ୍ୟ ଜନ୍ମ ହେଉଛି। ପୁଣି ଦେଖାଉଛି ତୁମେ ବିଷ୍ଣୁପୁରୀର ମାଲିକ ହେବ। ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମର ଖାଦ ବାହାରିବ। ଭଲେ ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ, କିନ୍ତୁ ଏହାକୁ କିଏ ଶିଖାଇଥିଲେ, ଏକଥା କେହି ହେଲେ ଜାଣି ନାହାନ୍ତି। ନିଜେ କହୁଛନ୍ତି, ହେ ପିଲାମାନେ, ତୁମେ ନିଜର ପିତାଙ୍କୁ ମନେ ପକାଅ। ମୋ ଠାରୁ ତୁମକୁ ସମ୍ପତ୍ତି ମିଳୁଛି। ମୁଁ ତୁମର ପିତା ଅଟେ। ମୁଁ କଳ୍ପ କଳ୍ପ ଆସି ତୁମକୁ ମନୁଷ୍ୟରୁ ଦେବତା କରାଉଛି। କାହିଁକି ନା ତୁମେ ଦେବୀ ଦେବତା ଥିଲ, ପୁଣି 84 ଜନ୍ମ ନେଇ ନେଇ ଆସି ପତିତ ହୋଇଛ। ରାବଣର ମତରେ ଚାଲୁଛ। ଈଶ୍ୱରୀୟ ମତ ଦ୍ୱାରା ତୁମେ ସ୍ୱର୍ଗର ମାଲିକ ହେଉଛ। ବାବା କହୁଛନ୍ତି, ମୁଁ କଳ୍ପ ପୂର୍ବରୁ ମଧ୍ୟ ଆସିଥିଲି। ଯାହା କିଛି ପାସ୍ ହୋଇଛି ତାହା କଳ୍ପ କଳ୍ପ ହୋଇଚାଲିବ। ବାବା ପୁଣି ଆସି ଏହାଙ୍କ ଶରୀରରେ ପ୍ରବେଶ କରିବେ ଏବଂ ଏହି ଦାଦାଙ୍କୁ ମୁକ୍ତ କରିବେ। ପୁଣି ଏହି ଆତ୍ମାଙ୍କର ପାଳନ କରାଇବେ। ତୁମେ ଜାଣିଛ ଯେ ଆମେ ଏହି ସତ୍ୟଯୁଗରେ ଥିଲୁ। ଆମ ଭାରତବାସୀମାନଙ୍କୁ ହିଁ 84 ଜନ୍ମ ନେବାକୁ ପଡ଼ୁଛି। ପ୍ରଥମେ ପ୍ରଥମେ ତୁମେ ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପନ୍ନ ଥିଲ। କ୍ରମ ଅନୁସାରେ ଯଥା ରାଜା ରାଣୀ ତଥା ପ୍ରଜା ଥିଲେ। ସମସ୍ତେ ତ ରାଜା ହୋଇପାରିବେ ନାହିଁ। ତେଣୁ ବାବା ବୁଝାଉଛନ୍ତି, ସତ୍ୟଯୁଗରେ ତୁମର 8 ଜନ୍ମ, ତ୍ରେତା ଯୁଗରେ 12 ଜନ୍ମ। ଏହିପରି ହିଁ ନିଜକୁ ଭାବ ଯେ ଆମେ ଏହି ଅଭିନୟ କରୁଛୁ। ପ୍ରଥମେ ସୂର୍ଯ୍ୟବଂଶୀ, ପରେ ଚନ୍ଦ୍ରବଂଶୀ ରାଜଧାନୀରେ ଅଭିନୟ କରିଲୁ। ପୁଣି ତଳକୁ ଓହ୍ଲାଇ ବାମମାର୍ଗରେ ଆସିଲୁ। ପୁଣି ଆମେ 63 ଜନ୍ମ ନେଲୁ। ଭାରତବାସୀ ହିଁ ପୂରା 84 ଜନ୍ମ ନେଉଛନ୍ତି। ଆଉ କୌଣସି ଧର୍ମାବଲମ୍ବୀ ଏତେ ଜନ୍ମ ନେଉନାହାନ୍ତି। ଗୁରୁ ନାନକଙ୍କୁ ଆସିବାର 500 ବର୍ଷ ହେଲାଣି। ତାଙ୍କର ପ୍ରାୟ 12-14 ଜନ୍ମ ହେବ। ଏହି ହିସାବ ବାହାର କରାଯାଉଛି। ଖ୍ରୀଷ୍ଟିଆନମାନେ 2000 ବର୍ଷରେ 60 ଥର ପୁନର୍ଜନ୍ମ ନେଇଥିବେ। ବୃଦ୍ଧି ହୋଇ ଚାଲିଛି, ପୁନର୍ଜନ୍ମ ନେଇ ଚାଲିଛନ୍ତି। ବୁଦ୍ଧିରେ ବିଚାର କର ଯେ ଆମେ ହିଁ 84 ଜନ୍ମ ଭୋଗ କରିଛୁ। ପୁଣି ସତୋପ୍ରଧାନ ହେବାକୁ ପଡ଼ିବ। ଯାହା କିଛି ବିତିଗଲା ତାହା ଡ୍ରାମା।
ଯାହା ଡ୍ରାମାରେ ବିତି ଯାଇଛି ତାହାର ପୁଣି ପୁନରାବୃତ୍ତି ହେବ। ବାବା ବେହଦର ଇତିହାସକୁ ତୁମକୁ ନେଇ ଯାଉଛନ୍ତି। ତୁମେ ପୁନର୍ଜନ୍ମ ନେଇ ଆସିଛ। ଏବେ ତୁମେ 84 ଜନ୍ମ ପୂରା କରିଛ। ଏବେ ବାବା ପୁଣି ଥରେ ମନେ ପକାଇ ଦେଉଛନ୍ତି ଯେ ତୁମର ଘର ହେଉଛି ଶାନ୍ତିଧାମ। ଆତ୍ମାର ରୂପ କ'ଣ? ବିନ୍ଦୁ। ସେଠାରେ ଯେପରି ବିନ୍ଦୁର ବୃକ୍ଷ ରହିଛି, ଆତ୍ମାମାନଙ୍କର ମଧ୍ୟ କ୍ରମ ଅନୁସାରେ ବୃକ୍ଷ ରହିଛି। କ୍ରମ ଅନୁସାରେ ତଳକୁ ଆସିବାକୁ ପଡ଼ୁଛି। ପରମାତ୍ମା ମଧ୍ୟ ବିନ୍ଦୁ ଅଟନ୍ତି। ଏପରି ନୁହେଁ ଯେ ଏତେ ବଡ଼ ଲିଙ୍ଗ ଅଟନ୍ତି। ବାବା କହୁଛନ୍ତି ତୁମେ ମୋର ସନ୍ତାନ ହୋଇଥିବାରୁ ମୁଁ ତୁମକୁ ସ୍ୱର୍ଗର ମାଲିକ କରାଉଛି। ପ୍ରଥମେ ତୁମେ ମୋର ହେଉଛ, ପୁଣି ମୁଁ ତୁମକୁ ପାଠ ପଢ଼ାଉଛି। କହୁଛ ବାବା ଆମେ ତୁମର ଅଟୁ, ତା ସହିତ ପାଠ ପଢ଼ିବାକୁ ମଧ୍ୟ ହେବ। ମୋର ହେବା ମାତ୍ରକେ ତୁମର ପାଠପଢ଼ା ଆରମ୍ଭ ହୋଇଯାଉଛି। ବାବା କହୁଛନ୍ତି ଏହା ତୁମର ଅନ୍ତିମ ଜନ୍ମ ଅଟେ। ତେଣୁ କମଳ ପୁଷ୍ପ ପରି ପବିତ୍ର ହୁଅ। ପିଲାମାନେ ପ୍ରତିଜ୍ଞା କରୁଛନ୍ତି ଯେ ବାବା ଆମେ ଆପଣଙ୍କଠାରୁ ସମ୍ପତ୍ତି ନେବା ପାଇଁ ଯୋଗ୍ୟ ହେବୁ, କେବେ ପତିତ ହେବୁ ନାହିଁ। 63 ଜନ୍ମ ତ ପତିତ ହୋଇଛୁ। ଏହା 84 ଜନ୍ମର କାହାଣୀ ଅଟେ। ବାବା ଆସି ସହଜ କରି ବତାଉଛନ୍ତି, ଯେପରି ଲୌକିକ ପିତା କହୁଛନ୍ତି ନା। ତେଣୁ ଇଏ ହେଉଛନ୍ତି ବେହଦର ପିତା। ସେ ଆସି ଆତ୍ମାମାନଙ୍କୁ ସନ୍ତାନ ବୋଲି କହି କଥା ଦେଉଛନ୍ତି। ଶିବରାତ୍ରି ମଧ୍ୟ ପାଳନ କରୁଛନ୍ତି ନା। ଏହା ଅଧାକଳ୍ପର ଦିନ ଓ ଅଧାକଳ୍ପର ରାତି। ବର୍ତ୍ତମାନ ହେଉଛି ରାତ୍ରିର ଅନ୍ତିମ ସମୟ ଏବଂ ଦିନର ଆଦି ସଙ୍ଗମ ସମୟ। ଭାରତ ସତ୍ୟଯୁଗ ଥିଲା ସମୟରେ ଦିନ ଥିଲା। ଭାରତ ସତ୍ୟଯୁଗ ଥିବା ସମୟରେ ଦିନ ଥିଲା। ସତ୍ୟଯୁଗ ତ୍ରେତା ଯୁଗକୁ ବ୍ରହ୍ମାଙ୍କର ଦିନ କୁହାଯାଉଛି। ତୁମେ ବ୍ରାହ୍ମଣ ଅଟ ନା? ତୁମେ ବ୍ରାହ୍ମଣମାନେ ଜାଣିଛ ଯେ ଆମର ଏବେ ରାତ୍ରି ଚାଲିଛି। ଭକ୍ତି ତମ ପ୍ରଧାନ ହୋଇଯାଇଛି। ଦ୍ୱାର ଦ୍ୱାର ଧୋକା ଖାଉଛନ୍ତି। ସମସ୍ତଙ୍କର ପୂଜା କରିଚାଲିଛନ୍ତି। ଟିୱାଟେ ଅର୍ଥାତ୍ ତ୍ରିଛକିରେ ମଧ୍ୟ ପୂଜା କରୁଛନ୍ତି। ମନୁଷ୍ୟ ଶରୀରର ମଧ୍ୟ ପୂଜା କରୁଛନ୍ତି। ସନ୍ନ୍ୟାସୀମାନେ ନିଜକୁ ଶିବୋହମ୍ କହି ବସି ଯାଉଛନ୍ତି। ପୁଣି ମାତାମାନେ ଯାଇ ତାଙ୍କର ପୂଜା କରୁଛନ୍ତି। ବ୍ରହ୍ମା ବାବା ବହୁତ ଅନୁଭବୀ ଅଟନ୍ତି। ବାବା କହୁଛନ୍ତି ମୁଁ ମଧ୍ୟ ବହୁତ ପୂଜା କରିଛି, କିନ୍ତୁ ସେ ସମୟରେ ଜ୍ଞାନ ତ ନଥିଲା। ମନୁଷ୍ୟଙ୍କ ନିକଟରେ ଫଳ ପୁଷ୍ପ ଅର୍ପଣ କରୁଥିଲେ। ଏହା ମଧ୍ୟ ଠକାମି ହେଲା ନା? କିନ୍ତୁ ଏସବୁ ପୁଣି ବି ହେବ। ଭଗବାନ ସମସ୍ତଙ୍କର ରକ୍ଷକ, କାହିଁକି ନା ସମସ୍ତେ ଦୁଃଖୀ ଅଟନ୍ତି ନା। ବାବା ବୁଝାଉଛନ୍ତି ଯେ ଦ୍ୱାପରରୁ ନେଇ ତୁମେ ଗୁରୁ କରି ଆସିଛ ଓ ଭକ୍ତି ମାର୍ଗକୁ ଓହ୍ଲାଇ ଆସିଛ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସାଧୁମାନେ ସାଧନା କରୁଛନ୍ତି। ବାବା କହୁଛନ୍ତି ଯେ ତାଙ୍କର ମଧ୍ୟ ମୁଁ ଉଦ୍ଧାର କରିଛି। ସଙ୍ଗମରେ ତୁମର ସଦ୍ଗତି ହୋଇଯାଉଛି। ପୁଣି ତୁମେ 84 ଜନ୍ମ ନେଉଛ। ବାବାଙ୍କୁ ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ ବୋଲି କୁହାଯାଉଛି। ସେ ସଚ୍ଚିତ ଆନନ୍ଦ ସ୍ୱରୂପ ଅଟନ୍ତି। ତାଙ୍କର କେବେ ବିନାଶ ହୁଏ ନାହିଁ। ତାଙ୍କର ପାଖରେ ଜ୍ଞାନ ଅଛି। ସେ ଜ୍ଞାନର ସାଗର, ସ୍ନେହର ସାଗର ଅଟନ୍ତି। ନିଶ୍ଚୟ ତାଙ୍କଠାରୁ ସମ୍ପତ୍ତି ମିଳିବା ଉଚିତ। ଏବେ ତୁମକୁ ସମ୍ପତ୍ତି ମିଳୁଛି। ସିଏ ଶିବ ବାବା ଅଟନ୍ତି ନା? ସେ ମଧ୍ୟ ବାବା, ଇଏ ମଧ୍ୟ ତୁମର ବାବା। ପୁଣି ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ତୁମକୁ ପଢ଼ାଉଛନ୍ତି। ସେଥିପାଇଁ ପ୍ରଜାପିତା ବ୍ରହ୍ମା, କୁମାର, କୁମାରୀ କୁହାଯାଉଛି। ବହୁତ ସଂଖ୍ୟାରେ ବିକେ ରହିଛନ୍ତି। କହୁଛନ୍ତି ଆମକୁ ଜେଜେବାପାଙ୍କ ଠାରୁ ସମ୍ପତ୍ତି ମିଳୁଛି। ପିଲାମାନେ କହୁଛନ୍ତି ଯେ ବାବା ଆମକୁ ନର୍କବାସୀରୁ ସ୍ୱର୍ଗବାସୀ କରାଉଛନ୍ତି। କହୁଛନ୍ତି ହେ ପିଲାମାନେ ମୋତେ ମନେ ପକାଅ, ତେବେ ତୁମ ମୁଣ୍ଡ ଉପରେ ଥିବା ପାପର ବୋଝ ଭସ୍ମ ହୋଇଯିବ। ପୁଣି ତୁମେ ସତ୍ତ୍ୱପ୍ରଧାନ ହୋଇଯିବ। ତୁମେ ସୁବର୍ଣ୍ଣ ସଦୃଶ ମୂଲ୍ୟବାନ ଅଳଙ୍କାର ଥିଲ। ଆତ୍ମା ଏବଂ ଶରୀର ଉଭୟ ସତ୍ତ୍ୱପ୍ରଧାନ ଥିଲା। ଆତ୍ମା ପୁଣି ସତ୍ୱରଜ ତମ ହେବା ଦ୍ୱାରା ଶରୀର ମଧ୍ୟ ଏପରି ତମଗୁଣି ମିଳିଥାଏ। ବାବା ତୁମକୁ ରାୟ ଦେଉଛନ୍ତି ଯେ ପିଲାମାନେ କେବଳ ମୋତେ ମନେ ପକାଅ। ମୋତେ ଡାକୁଛ ନା? ହେ ପତିତପାବନ ଆସ। ଭାରତର ପ୍ରାଚୀନ ରାଜଯୋଗ ପ୍ରସିଦ୍ଧ ଅଟେ। ତାହା ତୁମକୁ ଏବେ ଶିଖାଉଛନ୍ତି କି ମୋ ସହିତ ଯୋଗ ରଖିଲେ ଏଥିରେ ତୁମର ସବୁ ଖାଦ ନଷ୍ଟ ହୋଇଯିବ। ଯେତେ ୟାଦ କରିବ ସେତେ ଖାଦ ବାହାରିବ। ୟାଦ ହିଁ ମୁଖ୍ୟ କଥା ଅଟେ। ଜ୍ଞାନ ତ ବାବା ଦେଇଛନ୍ତି। ସତ୍ୟଯୁଗରେ ଯଥା ରାଜା ରାଣୀ ତଥା ପ୍ରଜା ସମସ୍ତେ ପବିତ୍ର ଥିଲେ। ଏବେ ସମସ୍ତେ ପତିତ ହୋଇଯାଇଛନ୍ତି। ବାବା କହୁଛନ୍ତି ଏହାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ ପ୍ରବେଶ କରୁଛି। ଏହାଙ୍କୁ ଭାଗ୍ୟଶାଳୀ ରଥ ବୋଲି କୁହାଯାଉଛି। ଇଏ ପାଠ ପଢ଼ି ପୁଣି ପ୍ରଥମ ନମ୍ବରକୁ ଯାଉଛନ୍ତି। ପିଲାମାନେ କ୍ରମ ଅନୁସାରେ ତ ରହିବେ ନା। ମୁଖ୍ୟ ଜଣଙ୍କର ନାମ କୁହାଯାଉଛି। ବାବା ପିଲାମାନଙ୍କୁ 84 ଜନ୍ମର ରହସ୍ୟ ଭଲ ଭାବରେ ବୁଝାଇଛନ୍ତି। ତୁମେ ଆଦି ସନାତନ ଦେବୀ ଦେବତା ଧର୍ମର ଅଟ, ହିନ୍ଦୁ ଧର୍ମର ନୁହେଁ। ତୁମର କର୍ମ ଧର୍ମ ଶ୍ରେଷ୍ଠ ଥିଲା। ପୁଣି ରାବଣର ପ୍ରବେଶତା ହେବା ଦ୍ୱାରା ତୁମର ଧର୍ମ କର୍ମ ସବୁ ଭ୍ରଷ୍ଟ ହୋଇଯାଇଛି।
ନିଜକୁ ଦେବୀ ଦେବତା କହିବା ପାଇଁ ଲଜ୍ଜା ଲାଗୁଛି, ସେଥିପାଇଁ ହିନ୍ଦୁ ନାମ ରଖିଦେଇଛନ୍ତି। ବାସ୍ତବରେ ତୁମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲ। ତୁମେ 84 ଜନ୍ମ ନେଇଛ, ପୁଣି ଏବେ ପତିତ ହୋଇଯାଇଛ। 84 ଜନ୍ମର ଚକ୍ର ଭାରତବାସୀଙ୍କ ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ଘରକୁ ତ ଫେରିବାକୁ ହେବ। ପ୍ରଥମେ ତୁମେମାନେ ଯିବ। ଯେପରି ବରଯାତ୍ରୀ ଯାଇଥାନ୍ତି ନା, ଶିବ ବାବାଙ୍କୁ ସାଜନ ମଧ୍ୟ କୁହାଯାଉଛି। ତୁମେ ସଜନୀମାନେ ବର୍ତ୍ତମାନ ଛି ଛି ତମ ପ୍ରଧାନ ହୋଇଯାଇଛ। ତୁମକୁ ଫୁଲ ଭଳି କରି ସାଥିରେ ନେଇଯିବେ, ଆତ୍ମାମାନଙ୍କୁ ପବିତ୍ର କରି ନେଇଯିବେ। ସେଥିପାଇଁ ବାବାଙ୍କୁ ମୁକ୍ତିଦାତା, ପଥ ପ୍ରଦର୍ଶକ କୁହାଯାଏ। ବେହଦର ବାବା ହିଁ ସାଥିରେ ନେଇଯିବେ। ତାଙ୍କର ନାମ କ'ଣ? ଶିବ ବାବା। ଶରୀରର ନାମ ରଖାଯାଇଥାଏ, କିନ୍ତୁ ପରମାତ୍ମାଙ୍କ ନାମ ହେଉଛି ଶିବ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ତ ସୂକ୍ଷ୍ମ ଶରୀର ରହିଛି। ଶିବ ବାବାଙ୍କର ତ କୌଣସି ଶରୀର ନାହିଁ। ତାଙ୍କୁ ଶିବ ବାବା ହିଁ କୁହାଯାଏ। ପିଲାମାନେ କହୁଛନ୍ତି, ହେ ମାତା ପିତା, ଆମେ ଆପଣଙ୍କର ବାଳକ ହୋଇଛୁ। ଅନ୍ୟମାନେ ଡାକୁଛନ୍ତି, କିନ୍ତୁ ସେମାନଙ୍କୁ ଜଣାନାହିଁ। ଯଦି ସମସ୍ତେ ଜାଣିଯିବେ, ତେବେ ଜଣାନାହିଁ କ'ଣ ହେବ। ଦୈବୀ ବୃକ୍ଷରେ ଏବେ ଚାରା ଲାଗୁଛି। ହୀରାରୁ କଉଡ଼ି ହେବାରେ 84 ଜନ୍ମ ଲାଗୁଛି। ପୁଣି ନୂଆ ରୂପରେ ଆରମ୍ଭ ହେବ। ବିଶ୍ୱ ଇତିହାସ ଭୂଗୋଳର ପୁନରାବୃତ୍ତି ହେବ। ବାବା ବୁଝାଉଛନ୍ତି ଯେ ତୁମେ ପୁରା 84 ଜନ୍ମ ନେଇଛ। 84 ଲକ୍ଷ ତ ହୋଇପାରିବ ନାହିଁ। ଏହା ବହୁତ ବଡ଼ ଭୁଲ ଅଟେ। 84 ଲକ୍ଷ ଜନ୍ମ ବୁଝିବା କାରଣରୁ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି। ଭାରତ ଏବେ ମିଥ୍ୟା ଖଣ୍ଡ ହୋଇଯାଇଛି। ସତ୍ୟ ଖଣ୍ଡରେ ତୁମେ ସଦା ସୁଖୀ ଥିଲ। ବର୍ତ୍ତମାନ ତୁମେ 21 ଜନ୍ମର ସମ୍ପତ୍ତି ନେଇଛ। ସବୁ ତୁମ ପୁରୁଷାର୍ଥ ଉପରେ ରହିଛି। ରାଜଧାନୀରେ ଯାହା ଇଚ୍ଛା ପଦ ନିଅ। ଏଥିରେ ଯାଦୁର କୌଣସି କଥା ନାହିଁ। ହଁ, ମନୁଷ୍ୟରୁ ଦେବତା ନିଶ୍ଚୟ ହେଉଛନ୍ତି। ଏହା ଏକ ଭଲ ଯାଦୁ ଅଟେ ନା? ତୁମେ ଗୋଟିଏ ସେକେଣ୍ଡରେ ଜାଣିଯାଉଛ ଯେ ଆମେ ବାବାଙ୍କର ସନ୍ତାନ ହେଉଛୁ। କଳ୍ପ କଳ୍ପ ବାବା ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି। ଅଧା କଳ୍ପ ଘୂରି ବୁଲିଛ, ସ୍ୱର୍ଗବାସୀ ତ କେହି ହୋଇନାହାନ୍ତି। ବାବା ଆସି ତୁମକୁ ଯୋଗ୍ୟ କରାଉଛନ୍ତି। ବାସ୍ତବରେ ଏଠାରେ ମହାଭାରତ ଲଢ଼େଇ ଲାଗିଥିଲା ଏବଂ ବାବା ଆସି ରାଜଯୋଗ ଶିଖାଇଥିଲେ। ଶିବ ବାବା କହୁଛନ୍ତି, ମୁଁ ଆସି ତୁମକୁ ରାଜଯୋଗ ଶିଖାଉଛି। ଖ୍ରୀଷ୍ଟ ଶିଖାଉ ନାହାନ୍ତି। ଏବେ ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ। ଏଥିରେ ଦ୍ୱନ୍ଦ୍ୱରେ ପଡ଼ ନାହିଁ। ତୁମେ ଭାରତବାସୀ ଅଟ। ତୁମର ଧର୍ମ ବହୁତ ସୁଖଦାୟୀ ଅଟେ ଓ ଅନ୍ୟ ଧର୍ମାବଲମ୍ବୀ ତ ବୈକୁଣ୍ଠକୁ ଆସିପାରିବେ ନାହିଁ। ଏହି ଡ୍ରାମା ମଧ୍ୟ ଅନାଦି ଚାଲି ଆସୁଛି। କେବେ ତିଆରି ହେଲା, ଏକଥା କେହି କହିପାରିବେ ନାହିଁ। ଏହାର ଅନ୍ତ ନାହିଁ। ବିଶ୍ୱ ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି। ଏହା ସଙ୍ଗମ ଯୁଗ, ଛୋଟ ଯୁଗ ଅଟେ। ବ୍ରାହ୍ମଣ ହେଉଛନ୍ତି ମୂଳ। ବାବା ତୁମ ବ୍ରାହ୍ମଣମାନଙ୍କୁ ଦେବତା କରାଉଛନ୍ତି। ତେଣୁ ନିଶ୍ଚୟ ବ୍ରହ୍ମାଙ୍କ ସନ୍ତାନ ହେବାକୁ ପଡ଼ିବ। ତୁମକୁ ଜେଜେବାପାଙ୍କ ଠାରୁ ସମ୍ପତ୍ତି ମିଳୁଛି। ଯେପର୍ଯ୍ୟନ୍ତ ନିଜକୁ ବିକେ ନ ଭାବୁଛ, ସେ ପର୍ଯ୍ୟନ୍ତ ସମ୍ପତ୍ତି କିପରି ମିଳିବ? ତଥାପି କେହି କିଛି ନା କିଛି ଜ୍ଞାନ ଶୁଣିଲେ ସାଧାରଣ ପ୍ରଜାରେ ଆସିଯିବେ। ଆସିବାକୁ ତ ନିଶ୍ଚୟ ପଡ଼ିବ। ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ଧର୍ମର ସ୍ଥାପନା କରୁଛନ୍ତି। ଗୀତା ବ୍ୟତୀତ ଅନ୍ୟ କୌଣସି ଶାସ୍ତ୍ର ହିଁ ନାହିଁ। ଗୀତା ହେଉଛି ସର୍ବୋତ୍ତମ ଦୈବୀ ଧର୍ମର ଶାସ୍ତ୍ର, ଯାହାଦ୍ୱାରା 3ଟି ଧର୍ମର ସ୍ଥାପନା ହେଉଛି। ବ୍ରାହ୍ମଣ ମଧ୍ୟ ଏଇଠାରେ ହିଁ ହେବାକୁ ପଡ଼ିବ। ଦେବତା ମଧ୍ୟ ଏଇଠାରେ ହିଁ ହେବେ। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ମୁଖ୍ୟ ସାର 1 ନମ୍ବର, ପ୍ରତ୍ୟେକଙ୍କର ନିଶ୍ଚିତ ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ପାଠକୁ ଜାଣି ସର୍ବଦା ନିଶ୍ଚିନ୍ତ ରହିବାକୁ ହେବ। ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ। ସେଥିପାଇଁ ଡ୍ରାମା ଉପରେ ଅଟଳ ରହିବାକୁ ହେବ। 2 ନମ୍ବର, ଏହି ଅଳ୍ପ ସମୟର ସଙ୍ଗମ ଯୁଗରେ ହିଁ ବାବାଙ୍କଠାରୁ ପୁରା ବର୍ଷା ନେବାକୁ ହେବ। ଯୋଗବଳ ଦ୍ୱାରା ଆତ୍ମାରୁ ଖାଦ ବାହାର କରି ନିଜକୁ କଉଡ଼ିରୁ ହୀରାତୁଲ୍ୟ କରିବାକୁ ହେବ। ମିଠା ବୃକ୍ଷର ଚାରା ହେବା ପାଇଁ ଯୋଗ୍ୟ ହେବାକୁ ପଡ଼ିବ। ଆଜିର ବରଦାନ, ଏକମାତ୍ର ବାବାଙ୍କର ସ୍ମୃତିରେ ସର୍ବଦା ମଗ୍ନ ରହି ନିଜର ଅବସ୍ଥାକୁ ଏକରସ କରୁଥିବା ସାକ୍ଷୀ ଦ୍ରଷ୍ଟା ଭବ। ଏବେ ଏଭଳି ପରୀକ୍ଷା ସବୁ ଆସିବ, ଯାହାକି ସଂକଳ୍ପରେ ବା ସ୍ୱପ୍ନରେ ମଧ୍ୟ ନଥିବ। କିନ୍ତୁ ତୁମର ଅଭ୍ୟାସ ଏଭଳି ହେବା ଦରକାର, ଯେପରି ଅଳ୍ପ ସମୟରେ ନାଟକଗୁଡ଼ିକ ସାକ୍ଷୀ ହୋଇ ଦେଖିଯାଆନ୍ତି। ତେବେ ତାହା ଅତି ଦୁଃଖଦାୟକ ହୋଇଥାଉ ବା
ହସ ମଜାର ଦୃଶ୍ୟ ହୋଇଥାଉ, ସେଥିରେ କିଛି ନାହିଁ। ସେହିଭଳି କାହାର ରମଣୀ ଅର୍ଥାତ୍ ମଜାଳିଆ ପାଠ ହୋଇଥାଉ ବା କୌଣସି ସ୍ନେହୀ ଆତ୍ମାର ଗମ୍ଭୀର ପାଠ ହୋଇଥାଉ, ସବୁ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖ ଏବଂ ତୁମର ଅବସ୍ଥା ଏକରସ ଅର୍ଥାତ୍ ସବୁଥିରେ ଏକାଭଳି ରହୁ। କିନ୍ତୁ ଏଭଳି ଅବସ୍ଥା ସେତେବେଳେ ରହିପାରିବ ଯେତେବେଳେ ସର୍ବଦା ଏକମାତ୍ର ବାବାଙ୍କର ସ୍ମୃତିରେ ମଗ୍ନ ରହୁଥିବ। ଆଜିର ସ୍ଲୋଗାନ, ଦୃଢ଼ ନିଶ୍ଚୟ ଦ୍ୱାରା ଯଦି ନିଜର ଭାଗ୍ୟକୁ ନିଶ୍ଚିତ କରିଦେବ ତେବେ ସର୍ବଦା ନିଶ୍ଚିନ୍ତରେ ରହିବ। ଦୃଢ଼ ନିଶ୍ଚୟ ଦ୍ୱାରା ଯଦି ନିଜର ଭାଗ୍ୟକୁ ନିଶ୍ଚିତ କରିଦେବ ତେବେ ସର୍ବଦା ନିଶ୍ଚିନ୍ତରେ ରହିବ। ଅବ୍ୟକ୍ତ ଇଶାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିତ ରୁହ। କର୍ମ କରିବା ପୂର୍ବରୁ ହିଁ ନିଶ୍ଚୟ କରିନିଅ ଯେ ମୋର ବିଜୟ ହୋଇକରି ହିଁ ରହିଛି। ମୁଁ ଅନେକ କଳ୍ପ ବିଜୟୀ ହୋଇ ସାରିଛି। ଯେବେ କି ଅନେକ କଳ୍ପ ଅନେକ ଥର ବିଜୟୀ ହୋଇ ବିଜୟମାଳାରେ ଗୁନ୍ଥା ହେବାର ବା ପୂଜା ପାଇବାର ଯୋଗ୍ୟ ହୋଇସାରିଛି, ତେବେ ସେଇଆକୁ ହିଁ ଏବେ ପୁନରାବୃତ୍ତି କରିବାକୁ ହେବ। ହୋଇସାରିଥିବା କର୍ମକୁ ପୁଣି ଥରେ ପୁନରାବୃତ୍ତି କରିବାର ଅଛି। ସେଥିପାଇଁ କୁହାଯାଏ ପୂର୍ବ ପ୍ରସ୍ତୁତ। ହୋଇସାରିଛି କିନ୍ତୁ ଏବେ ପୁନରାବୃତ୍ତି କରି ପୂର୍ବ ପ୍ରସ୍ତୁତର ଗାୟନକୁ ସମ୍ପାଦନ କରିବାକୁ ହେବ। ଓମ୍ ଶାନ୍ତି।